ତ ସାଙ୍ଗମାନେ ଏଠି ପୁଷ୍ପା ଆସି ହଠାତ୍ ଥାନାରେ ପହଞ୍ଚି ଯାଉଛି। ଆଉ ତାଙ୍କୁ ଦୁର୍ଗା ଦେଖୁଛି, ଆରେ ଆପଣ ବସନ୍ତୁ ବସନ୍ତୁ। ତାପରେ ପୁଷ୍ପା ବସି ଯାଉଛି। ତାପରେ ଦୁର୍ଗା କହୁଛି ଆପଣଙ୍କ ଏମିତି କ'ଣ ଗୋଟେ ଦରକାର ପଡ଼ିଛି, ଆପଣ ଥାନାକୁ ଆସିବାକୁ ପଡ଼ିଲା। ପୁଷ୍ପା କହିଲା, ଆପଣ କ'ଣ ଜାଣିନାହାନ୍ତି ଯେ ମୋତେ ପଚାରୁଛନ୍ତି? ମୋ ସ୍ୱାମୀ 4 ଦିନ କହିକି ଏବେ କେତେ ଗୁଡ଼ିଏ ଦିନ ଗଲେଣି ଅନିମା ସାଙ୍ଗରେ ଯାଇଛନ୍ତି। ଏକଥା ମୁଁ ନୁହେଁ, ସମସ୍ତେ ଜାଣିଛନ୍ତି। ହେଲେ ତାଙ୍କର କିଛି ପତ୍ତା ବି ମିଳୁନି। ସେ କେଉଁଠି ଅଛନ୍ତି, କ'ଣ କରୁଛନ୍ତି, ମୁଁ କିଛି ବି ଖୋଜ ଖବର ପାଉନି। ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଟିକେ ପଳେଇ ଆସିଲି। ତାପରେ ପୁଷ୍ପା କହିଲା, ତାଙ୍କ କଥା ଭାବି ଭାବି ଆମେ ମା' ଝିଅ ନା ଠିକ୍ରେ ଖାଇପାରୁଛୁ ନା ଶାନ୍ତିରେ ଟିକେ ଶୋଇପାରୁଛୁ। ଆପଣ ଶୀଘ୍ର ଟିକେ ତାଙ୍କ ଖବର ନିଅନ୍ତୁ। ଦୁର୍ଗା କହିଲା, ମୁଁ ସିନା ଆମକୁ ଜାଗା କହିଯାଇଥିଲେ ଆମେ ତାଙ୍କୁ ଖୋଜ ଖବର ପାଇଥାନ୍ତୁ। ଆଉ ଗୋଟେ କଥା ମନେ ରଖନ୍ତୁ, ଯାହା ମୁଁ ପ୍ରମାଣ ମିଳିଛି ଆମକୁ, ସେ ଗୋଟିଏ ଗାଡ଼ିରେ ହିଁ ଚନ୍ଦନ ଅନିମା ଯାଇଛନ୍ତି। ଆଉ ସେ ଜାଗାର କିଛି ପ୍ରମାଣ ମିଳୁନି କେଉଁ ଜାଗାରେ ଅଛନ୍ତି ବୋଲି। ତ ଛଡ଼ା ତା ପୂର୍ବରୁ ତ ଆପଣଙ୍କୁ ମୁଁ ଯାଇ କହିଦେଇଥିଲି। ତ ଚନ୍ଦନ ସାର୍ ଅଫିସ୍ ଛୁଟି ନା କହି 4 ଦିନ ପାଇଁ କୁଆଡ଼େ ଟୁର୍ ଯାଉଛନ୍ତି। ଏବେ କାନ୍ଦିଲେ କ'ଣ ହେବ? ଏବେ ଭାବିବାର ବେଳ ନୁହେଁ, ଏବେ ହେଉଛି କିଛି କରିବାର ବେଳ। ତ ସାଙ୍ଗମାନେ ଏଠି ଖଡ଼ିରତ୍ନ ତାଙ୍କ ନାତିଙ୍କୁ ବସିକି ଖେଳଉଛି। ଆଉ ନାଇଁ କାନ୍ଦନା, ସେ ଝାନ୍ସିର ପୁଅ କାନ୍ଦୁଛି। ତାପରେ ହଠାତ୍ ଆସି ଜଣେ ମହେଶ ବାବୁ ବୋଲି ଜଣେ ଆସିକି ପହଞ୍ଚିଗଲେ। ସେ କହିଲେ, ଆଜ୍ଞା ଆପଣଙ୍କ ପାଖରେ ଟିକେ କାମ ଥିଲା ନା? ହଁ ଆସନ୍ତୁ ମୁଁ ତ ରଖିଥିଲି ସେଇଥିପାଇଁ। ତ ଆପଣ ଟିକେ ଚାଲନ୍ତୁ ବସିବା। ଆଉ ମୁଁ ଟିକେ ବାହାଘର କାମରେ ବ୍ୟସ୍ତ ରହିଥିଲି, ସେଥିପାଇଁ ଆପଣଙ୍କୁ ଟିକେ ସମୟ ଦେଇପାରୁନଥିଲି। ତ ସେଇ ବାବୁ ଜଣକ ଖଡ଼ିରତ୍ନ ପାଖରେ ଯାଇ ବସିଲେ। ଆଉ ସେ ଛୁଆଟି କାନ୍ଦି କାନ୍ଦି ପଳେଇଲା। ଖଡ଼ିରତ୍ନ କହିଲା, ଆରେ ଏକୁଟିଆ କ'ଣ ଯାଉଛୁ, ତୁ ଖେଳନା ନେଇକି ଯା। ସେ ପିଲା ଜମାରୁ ବି ଶୁଣିଲାନି। ହଠାତ୍ ଖଡ଼ିରତ୍ନ କହିଲେ, ଶୁଣ, ତୁମକୁ ଗୋଟେ କଥା କହିବାର ଥିଲା। ତାପରେ ଖଡ଼ିରତ୍ନ କହିଥିଲା, ଆରେ ଆପଣ ଏଠି ହଠାତ୍ କ'ଣ ପାଇଁ ଆସିଲେ? ସେ ବାବୁ ଜଣକ କହିଲେ, ହଁ ଆଜ୍ଞା, ଆପଣଙ୍କ ମାଧ୍ୟମରେ ମୁଁ ଯେଉଁ କାମଟା କରିଥିଲି ସେଥିରୁ କିଛି ଲାଭ ପାଇଛି। ଆଉ ସେଇ ଲାଭରୁ ଆପଣ ପାଇଁ ମୁଁ 2 ଲକ୍ଷ ଟଙ୍କା ଆଣିଛି। କିନ୍ତୁ ଖଡ଼ିରତ୍ନ କହିଲେ, ମୁଁ ତ ଲାଭ ପାଇଁ କାମ କରିନଥିଲି। ତାପରେ ସେ ବାବୁ ଜଣକ କହିଲେ, ନା ଆପଣଙ୍କ ସାହାଯ୍ୟ ସହାନୁଭୂତି ମୁଁ କେବେ ବି ଭୁଲି ପାରିବିନି। ଆପଣ ଟଙ୍କା ପଇସା ନଦେଲେ ହୁଏତ ମୁଁ ଆଜି ଆଗକୁ ବଢ଼ିପାରିନଥାନ୍ତି। ଆପଣଙ୍କ ସାହାଯ୍ୟ ପାଇଁ ମୁଁ ସଦା ଚିରଋଣୀ ହୋଇ ରହିଥିବି। ଆପଣ ଏଇ 2 ଲକ୍ଷ ଟଙ୍କା ରଖନ୍ତୁ। ଆପଣ ରଖିଲେ ହିଁ ମୋତେ ବହୁତ ଖୁସି ଲାଗିବ ବା ଭଲ ଲାଗିବ। ତାପରେ ସେ ଲୋକଟି ଖଡ଼ିରତ୍ନ କହିଲା, ନା ମୁଁ ରଖିବିନି। ତାପରେ ସେ ଲୋକଟି ଅନୁରୋଧ କରି ଖଡ଼ିରତ୍ନ ଟଙ୍କା 2 ଲକ୍ଷ ଦେଇକି ଗଲା। ତାପରେ କହିଲା, ବାବୁ ମୁଁ ଆସୁଛି। ତାପରେ ଦେଖେ ତ ବିଜୟ ବସି ପେପର ପଢ଼ୁଛି। ଆଉ ଛୁଆଟା ତା ପାଖରେ କେଁ ହେଉଛି। ଖଡ଼ିରତ୍ନ କହିଲେ, ଆରେ ହେ, ତୋତେ କ'ଣ ସେ ଛୁଆଟା କାନ୍ଦୁଛି ଦେଖାଯାଉନି? ବିଜୟ କହିଲା, କ'ଣ ହେଲା? ମୁଁ ତ ଏଠି ବସି ପେପର ପଢ଼ୁଛି। ଖଡ଼ିରତ୍ନ କହିଲା, କାହିଁ ତୋ ପେପର ପଢ଼ାଟା ଆଗ ନା ଛୁଆଟା ଧରିବା ଆଗ? ସେ ଛୁଆଟାକୁ ତୁ ଧରୁନୁ। ତାପରେ ଅଜୟ ଆସି କହିଲା, ସେ ସିନା ଛୁଆର ବାପ ହେଇଯାଇଛି, କିନ୍ତୁ ଛୁଆ ଧରି ଶିଖିନି। ତାପରେ ଅଜୟ ବିଜୟ ହାତ ଛୁଆକୁ ଛଡ଼େଇ ନେଲା। ତାପରେ ଖଡ଼ିରତ୍ନ କହିଲା, ତୁ ତାକୁ କେଉଁଠି ନେଇଛୁ? ଅଜୟ କହିଲା, ମୁଁ ତା ମା' ପାଖକୁ ନେଇକି ଯାଉଛି। ଖଡ଼ିରତ୍ନ କହିଲେ, ଆରେ ଅଜୟ, ଏଇ 2 ଲକ୍ଷ ଟଙ୍କା ନେ। ଆଉ ଯେଉଁ କହିଥିଲି ଆଉ 6 ଲକ୍ଷ, 8 ଲକ୍ଷ କରି ମୋ ନାତି ଆକାଉଣ୍ଟରେ ବାନ୍ଧିଦେବୁ। ତାପରେ ହଠାତ୍ ବିଜୟ ଏତେ ଗୁଡ଼େ ଟଙ୍କା ଶୁଣି ଚମକି ଯାଉଛି। ବିଜୟ କହିଲା, ଡାଡ଼ି, ଆପଣ ଏତେ ଗୁଡ଼େ ଟଙ୍କା କାହା ନାଁରେ କରିଛନ୍ତି? ନା ହଁ, ଅବଶ୍ୟ ମୋ ନାତି ନାଁରେ ହିଁ ଖୋଲିଛି, ମୋ ନାତି ଆକାଉଣ୍ଟରେ ବାନ୍ଧିବି। ତା ବିଜୟ କହିଲା, ସେ ଛୋଟ ପିଲା, ତା ନାଁରେ ଏଇ ଦିନ ଏତେ ଟଙ୍କା ରଖିବା କ'ଣ ନିହାତି ଦରକାର? ଖଡ଼ିରତ୍ନ କହିଲା, କାହିଁ ତୋର କ'ଣ ଅସୁବିଧା ହେଉଛି କି? ତାପରେ ବିଜୟ କହୁଛି, ଆଜି ଯାଏଁ ଆପଣ ମୋ ଆକାଉଣ୍ଟ କେତେ ଟଙ୍କା ଡିପୋଜିଟ୍ କରିଛନ୍ତି? ନା ତୁ ଗୋଟେ କୋଳାଙ୍ଗାର, ତୋର ଆକାଉଣ୍ଟ କିଛି ବି ଦରକାର ନାହିଁ। ମୋ ନାତି ନାଁରେ ସବୁ ଯାକ ଟଙ୍କା ବାନ୍ଧିବି। ତାପରେ ବିଜୟ କହୁଛି, ସେ ତ ବଡ଼ ହେଲା ବେଳକୁ ଗୁଡ଼ାଏ ଟଙ୍କା ତା ଆକାଉଣ୍ଟରେ ହେଇଯାଇଥିବ। ତାପରେ ବିଜୟ କହିଲା, ସେତେ ଗୁଡ଼ାଏ ଟଙ୍କା ଯଦି ଖର୍ଚ୍ଚ କରିଦେବ। ଖଡ଼ିରତ୍ନ କହିଲା, ତାକୁ 18 ବର୍ଷ ନ ହେବା ଯାଏ ସେ ଗୋଟେ ଟଙ୍କା ବି ଖର୍ଚ୍ଚ କରିପାରିବନି। ତା ଛଡ଼ା ମୁଁ ତ ସେସବୁ ରିସ୍କ ନେଇ, ତୁ ଏତେ କଥା କାହିଁ ଚିନ୍ତା କରୁଛୁ? ତୁ ତୋ କାମ କର, ମୁଁ ମୋ କାମ କରୁଛି। ଏମିତି କହି ଖଡ଼ିରତ୍ନ ସେଠୁ ଚାଲି ଯାଉଛନ୍ତି। ତ ସାଙ୍ଗମାନେ, ଏଠି କୃଷ୍ଣା ମୀରାକୁ କହିବାକୁ ଆସିଛି ସେ ଦିଲ୍ଲୀ ଯାଉଛି ହେରି ବୋଲି। ହେଲେ ମୀରା କିଛି ବି କହୁନି। କୃଷ୍ଣାର ଯିବା କଥା ଶୁଣି ସେ ବହୁତ ମନ ଦୁଃଖ କରୁଛି। ଏଯାଏଁ ଦୁଇ ଜଣଙ୍କ ଭିତରେ ଏପର୍ଯ୍ୟନ୍ତ କଥାବାର୍ତ୍ତା ବି ହେଉନାହାନ୍ତି। ତ ଚାଲନ୍ତୁ ସେମାନେ 2 ଜଣ କ'ଣ କଥା ହେଉଛନ୍ତି ଆମେ ବି ଶୁଣିବା। ତ
ତ ସାଙ୍ଗମାନେ ଯଦି ଚ୍ୟାନେଲ୍ ନୂଆ ଆସନ୍ତି ପ୍ଲିଜ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ, ତଳେ ଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ କରିଦେବେ, ଯାହାଫଳରେ ଯେବେ ବି ନୂଆ ଭିଡ଼ିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣମାନେ ହିଁ ଦେଖିପାରିବେ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଭିଡ଼ିଓ ଶେଷରେ ଗୋଟେ ଛୋଟ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଯଦି ଆପଣଙ୍କ ଭିଡ଼ିଓ ଭଲ ନ ଲାଗୁଛି ତାହେଲେ ଆପଣମାନେ ବି ସ୍କିପ୍ କରିପାରିବେ। ତ ଆପଣମାନଙ୍କ ଭଲ ପାଇବା ମୋ ପାଇଁ ନିହାତି ଦରକାର। ଆପଣମାନଙ୍କ ଆଶୀର୍ବାଦ ଦେଲେ ହିଁ ମୁଁ ନିଶ୍ଚୟ ଆଗକୁ ଯାଇପାରିବି। ଆପଣମାନେ ଭଲ ପାଇବା ଆଶୀର୍ବାଦ ନା ମୁଁ ଜମା ବି କିଛି ଆଗକୁ ଯାଇପାରିବି ନାହିଁ। ତ ଏଠି ଦେଖନ୍ତୁ ସାଙ୍ଗମାନେ କୃଷ୍ଣ କହୁଛି ମୀରା ମୁଁ ଆଜି ଦିଲ୍ଲୀ ଚାଲି ଯାଉଛି। ଆଉ ମୀରା କହିଲା ତମେ ତ ଦିଲ୍ଲୀ ଯାଅ ତ ପୁଣି ମୋ ପାଖକୁ କାହିଁକି ଆସିଛ? କୃଷ୍ଣ କହିଲା ଯେହେତୁ ମୁଁ ତୁମକୁ ଭଲ ପାଉଥିଲି ଭାବିଲି ତୁମକୁ ଦେଖା କରି ଯାଏ, ନଗଲେ ମୋ ଆଡ଼ୁ ପୁଣି ଭୁଲ ହେଇଯିବ। ସେପଟେ ଫ୍ଲାଇଟ୍ ଟାଇମ୍ ହେଇଗଲାଣି, ତମେ ମୋତେ ଖରାପ ଭାବିବନି ମୀରା, ମୁଁ ଯାଉଛି ହେରି ବୋଲି। ତାପରେ କୃଷ୍ଣ କହୁଛି ଭଲ ଭାବ କି ଖରାପ ଭାବ ମୁଁ ଦିଲ୍ଲୀ ଯିବା ଆଗରୁ ତୁମକୁ ଦେଖା କରିବାଟା ମୋର ନିଜର ଗୋଟେ କର୍ତ୍ତବ୍ୟ ବୋଲି ଭାବିଲି, ସେଥିପାଇଁ ତୁମକୁ ଦେଖା କରି ଚାଲି ଆସିଲି। ତ ମୀରା ଆଉ ଆମର କିଛି ସମ୍ପର୍କ ଥିଲା ବୋଲି ଆଉ ତମେ ସବୁଦିନ ପାଇଁ ଭୁଲିଯିବ, କାରଣ ସେଇ କଥାକୁ ମନେ ପକାଇଲେ ତୁମକୁ ବହୁତ କଷ୍ଟ ହେବ। ମୁଁ ଜାଣିଛି ତମେ ସିନା କାନ୍ଦି ପାରୁନ କିନ୍ତୁ ତୁମେ ଭିତରେ ବହୁତ ଜଳୁଛ ଆଉ ବହୁତ କାନ୍ଦୁଛ ବି। ହେଲେ ସେ ପର୍ଯ୍ୟନ୍ତ ମୀରା କିଛି ବି କହୁନଥାଏ। କୃଷ୍ଣା ଖାଲି ଆଡ଼ୁ ସାଡ଼ୁ ତା ମୀରାକୁ ବୁଝାଉଥାଏ। ତାପରେ ମୀରା କହିଲା ରୁହ। ତାପରେ ମୀରା କାନ୍ଦିକି କୃଷ୍ଣାକୁ ଚାହିଁ ରହିଲା। ତାପରେ ମୀରା କୃଷ୍ଣାକୁ ଚାହିଁକି ରହିଲା। ତାପରେ କୃଷ୍ଣ କହିଲା ଚୁପଚାପ ଛିଡ଼ା ରହିଛି କିଛି କହିବନି? ତାପରେ ମୀରା କହିଲା ନାଇଁ ମାନେ ତମେ ଆଉ କିଛି ଦିନ ରହିଗଲେ ହୁଅନ୍ତାନି? କୃଷ୍ଣ କହିଲା ନା ନା ଆଉ ଅଧିକା ଦିନ ରହିଲେ କ'ଣ ଲାଭ ହେବ, ବରଂ ତମର ଓଲଟି କ୍ଷତି ହେବ, ତମେ ଦେଖିଲେ ହିଁ ସଦାବେଳେ କାନ୍ଦୁଛ। ମୀରା କହିଲା
ତାପରେ ଏଠି ଲିନା କହୁଛି ମା ସେ ମୋତେ ଏଇନୁ ଆସିଲେ ଡିଭୋର୍ସ ପେପରରେ ଦସ୍ତଖତ କରିବାକୁ କହିବେ, ମୁଁ କ'ଣ କରିବି? ଭାବୁଛି ଡିଭୋର୍ସ କରିଦେବି। ତା ମା କହିଲା ନା ସେ ଭୁଲ ତୁ ଜମା ବି କରନା। ଲିନା କହିଲା ମା ତୁ ତ ଜାଣିଛୁ ମୁଁ ଡିଭୋର୍ସ ଦେଲେ ସେ ମୋତେ ମାରିବେ, ଡିଭୋର୍ସ ନଦେଲେ ବି ସେ ମାରିବେ, ମୁଁ ତାହେଲେ କ'ଣ କରିବି ତାହେଲେ କୁହ? ତା ମା କହିଲା ଯାହା ହେବ ଦେଖାଯିବା, ଏମିତି ତ ଆମେ ମରି ମରି ବଞ୍ଚିଛେ, ଆଉ ଅଧିକାଟା କ'ଣ କରିବା? ଏ ବିଷୟରେ କଥା ହଉ ତାପରେ ଲିନା କହିଲା ମା ଗୋଟେ କାମ କରିବା, ଏଇ ସମସ୍ୟାରୁ ଆମକୁ ଜଣେ ଲୋକ ହିଁ ଉଦ୍ଧାର କରିପାରିବ। ତାପରେ ଲିନା କହିଲା ଆମେ ପୋଲିସକି ଜଣେଇଦେବା। ଲିନା ମା କହିଲା ପୋଲିସକି ଆମେ ସତ କଥା ଜଣେଇଲେ ପୋଲିସ କହିବ ତୁମେ ସତ ଜାଣିକି ଯେହେତୁ ଆଜି ଯାଏଁ ଲୁଚେଇଛ, ପୋଲିସ ଆଗେ ଆମକୁ ଆରେଷ୍ଟ କରିବ, ଆମ ତା କେବଳ ଆମକୁ କେହି ବଞ୍ଚେଇ ପାରିବେନି। ଲିନା କହିଲା ହଁ ଜଣେ ବଞ୍ଚେଇ ପାରିବ। ତା ମା କହିଲା କିଏ? ତାପରେ ଲିନା କହିଲା ତୁଳସୀ ମ୍ୟାଡ଼ାମ। ତା ମା କହିଲା ସତରେ କ'ଣ ତୁଳସୀ ଆମକୁ ବିପଦରୁ ରକ୍ଷା କରିପାରିବ? ତାହେଲେ ଚାଲ ଯିବା କହିଦେବା। ହଠାତ୍ ଦିବାକର ତାଙ୍କ କଥା ସବୁ ଶୁଣିଦେଲା, ଆଉ ଦିବାକର ରାଗରେ ଲିନାକୁ ତା ମା ପାଖକୁ ଆସିଲା। ଲିନା ପୁରା ଦିବାକରକୁ ଡରିକି ପୁରା ଛାନିଆ ହେଇଗଲାଣି। ତାପରେ ଦିବାକର କହିଲା କ'ଣ କହୁଥିଲୁ? ତୁ ପୋଲିସକି ସବୁ ସତ କଥା କହିଦେବୁ? ତୁମ ମା ପିଲାଙ୍କ ତ ବହୁତ ସାହସ, କହି ଲିନାକୁ ବାଡ଼େଇ ପେଲି ଦେଲା। ଲିନା ତଳେ ପଡ଼ି ଯାଉଛି। ତାପରେ ଦିବାକର କହୁଛି ଏ ହାରାମଜାଦି ତୁ ମୋ ସ୍ତ୍ରୀଟି ଭଲେ ଭଲ ଡିଭୋର୍ସ ଦେଇଦେ। ତାପରେ ତା ମା କହୁଛି ଛାଡ଼ ଦିବାକର ମୋ ଝିଅକୁ ଛାଡ଼, ତମକୁ ଛାଡ଼ ପରା କହୁଛି ମୁଁ ତ। ତାପରେ ଦିବାକର କହ ଲିନାର ମା କହିଲା ନା ଛାଡ଼ ଦିବାକର ପ୍ଲିଜ୍ ଛାଡ଼। ଦିବାକର କହିଲା ତାକୁ ଛାଡ଼ି ଦେଇକି ମୁଁ ଜେଲ ଯାଇ ସବୁଦିନ ପାଇଁ ଚକି ପେଶିବି? କହ ତୁ କାହାକୁ କହୁଥିଲୁ? ତାହେଲେ ଲିନାର ମା ହଠାତ୍ ତା ଗୋଡ଼ ଧରୁଛି। ତାପରେ ଦିବାକର କହିଲା ଏ ବୁଢ଼ୀ ତୁ ହେଉଛୁ ସାଢ଼େ ଶୈତାନ 1 ନମ୍ବର, ତୁ ଚୁପଚାପ ହେଇ ବସ, ନହେଲେ ତତେ ଆଗ ମାରିବି ତାପରେ ଯାଇ ତୋ ଝିଅ କଥା ବୁଝିବି। ଲିନା କହିଲା ତମେ ଚାହିଁଲେ ବି ମୁଁ ଜମାରୁ ଡିଭୋର୍ସ ପେପରରେ ସାଇନ୍ ଜମାରୁ କରିବିନି, ତମ କଥାରେ ମୁଁ ଯିବିନି। ହେଲେ ଦିବାକର ଲିନାକୁ ବାଡ଼ଉଥାଏ। ଦିବାକର ନିଜ ଶାଶୁକୁ ବି ବାଡ଼େଇବାକୁ ପଛେଇଲାନି। ଲିନା କହିଲା ମୋ ମାଆକୁ ଛାଡ଼, ମୋ ମାଆକୁ ତମେ କାହିଁ ବାଡ଼ଉଛ? ତାପରେ ଲିନାର ମା ଦିବାକରକୁ ବହୁତ ତଡ଼ପିଟା କଲା। କଲାଠୁ ହଠାତ୍ ତା ମୁହଁରେ ବେଡ଼ସିଟ୍ କପଡ଼ା ଘୋଡ଼େଇ ଦେଲା। ଲିନା ହଠାତ୍ ସେ ଘରୁ ବାହାରିକି ପଳେଇ ଆସିଲା। ତାପରେ ଦିବାକର ବି ଧାଇଁଲା। ଲିନା ଆଗରେ ଦୌଡ଼ୁଥାଏ, ତା ପଛେ ପଛେ ଦିବାକର ଭାବୁଥାଏ କୁଆଡ଼େ ଯିବ ବୋଲି। ହଠାତ୍ ଦିବାକର ଲିନା ପଛେ ପଛେ ଗୋଡ଼େଇଲା। ତ ସାଙ୍ଗମାନେ ଏଠି ବି କିଛି କଥା କହିବାର ଉଦ୍ଦେଶ୍ୟ ଟୋଟାଲ କିଛି ବି ନାହିଁ। ତ ଆପଣମାନେ ମୁଁ କିଛି କହିବିନି, ଆପଣମାନେ ଏମିତି ସାଉଣ୍ଡଲେସ୍ କରି ଶୁଣନ୍ତୁ। ଯେତେବେଳେ ସେ ଯାହା କହିବ ସେତେବେଳେ ଆପଣମାନଙ୍କୁ ମୁଁ ଏକ୍ସପ୍ଲେନ୍ କରି କହିବି, କାରଣ ଏଇଟା ପୁରା ଗୋଡ଼ାଗୋଡ଼ି ସିନ୍ ଚାଲିଛି, ଏଠି କିଛି ବି କଥା ନାହିଁ। ତ ସାଙ୍ଗମାନେ ଏଠି ଲିନା ପଛେ ଦିବାକର ଗୋଡ଼େଇ ଗୋଡ଼େଇ ପୁରା ଜୋରସେ ଲାଗି ପଡ଼ିଛି। ହେଲେ ଲିନା ଯାଇପାରୁନି। ଦିବାକର ତାକୁ ଗୋଟେ ଛୁରୀ ଧରି ଗୋଡ଼ଉଛି ଲିନାକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବ ବୋଲି। ତାପରେ ଲିନା ଆଖି ସାମ୍ନାରେ ହଠାତ୍ ଗୋଟେ ଅଟୋଟେ ପଇଲା। ସେ ଅଟୋ କହିଲା ଭାଇ ଟିକେ ଶୀଘ୍ର ଚାଲ ପରା କହୁଛି, ଶୀଘ୍ର ଚାଲ। ପଛେ ପଛେ ଦିବାକର ବି ଲିନାରେ ଗୋଡ଼ଉଥାଏ। ହେଲେ ହଠାତ୍ ଦିବାକର ଅଟୋ ପଛରେ ଲାଗି ଯାଇଥିଲା, ହେଲେ ଅଟୋକୁ ଧରି ପାରୁନଥିଲା। ହେଲେ ଅଟୋ ପଛେ ପଛେ ଦିବାକର ସେମିତି ଗୋଡ଼ଉଥାଏ।
ହଠାତ୍ ଦିବାକର ଗୋଟେ ବାଇକ୍ ବାଲାକୁ ଡରେଇ ଧମକେଇ ତା ପଛରେ ବସିକି ଗଲା। ବାଇକ୍ ବାଲା କହୁଛି ଶୀଘ୍ର ଚଲା। ସେ ବାଇକ୍ ବାଲା କହୁଛି ମୁଁ ଜମାରୁ ବି ଚଲେଇବିନି, ତୁମେ ଛାଡ଼, ତୁମେ କେସ୍ ମୋ ଗାଡ଼ିରେ ବସିବା ପାଇଁ। ହେଲେ ଦିବାକର ତାକୁ ଛୁରୀ ଦେଖି ପୁରା ଡରେଇ ଡରେଇ ରାସ୍ତା ସାରା ଆଣୁଛି, କହୁଛି ଶୀଘ୍ର ଚଲା। ସେ ଅଟୋକୁ ଯେମିତି ଫଲୋ କରେ, ହେଲେ ସେ ଡ୍ରାଇଭରଟି ଜମାରୁ ବି ସେ ବାଇକ୍ ଡ୍ରାଇଭର ଜମାରୁ ବି ମନା କରୁଥାଏ, ହେଲେ ତାକୁ ଡରେଇ ଧମକେଇ ଆଣିକି ଆସୁଥାଏ। ତାପରେ ସେ ଡ୍ରାଇଭରଟି ଗଲା, କହିଲା ତୁମେ ଭାଇ ଗାଡ଼ିରୁ ଓହ୍ଲେଇଲ। ଓହ୍ଲା ପରେ କହୁଛି, ତାପରେ ହଠାତ୍ ସେ ଡ୍ରାଇଭରଟି ଗାଡ଼ିଟା ରଖିଦେଲା। ଦିବାକର ତାକୁ ଧକ୍କା ଦେଇ ତଳେ ପକାଇଦେଲା। ପକାଇ ଦେଇ ଦିବାକର ସେ ବାଇକ୍ ଡ୍ରାଇଭର ଗାଡ଼ିକି ନେଇ ଚାଲି ଆସିଲା। ହେଲେ ସେ ଡ୍ରାଇଭର ଯେତେ ଭିଡ଼ୁଥାଏ ଗାଡ଼ିକି ଦିବାକର ଜମାରୁ ବି ଶୁଣୁନଥିଲା। ଅଟୋର ପଛେ ପଛେ ଦିବାକର ପୁରା ବାଇକ୍ ଧରି ଆସୁଥାଏ। ତାପରେ ଲେନା କହୁଛି ଭାଇ ଟିକେ ଶୀଘ୍ର ଚଲା, ମୋତେ ପୋଲିସ୍ ଷ୍ଟେସନ୍ ନେଇକି ଚାଲ। ସେ ଅଟୋ ଡ୍ରାଇଭର କହିଲା ମୋର କାଗଜପତ୍ର କିଛି ନାହିଁ, ମୁଁ ଅଟୋ ସିଆଡ଼େ ନେଇପାରିବିନି, ତୁମେ ଏଇଠୁ ଓହ୍ଲେଇ ଯାଅ। ସେ ଲେନା କହିଲା ପ୍ଲିଜ୍ ଭାଇ, ମୋତେ ପ୍ଲିଜ୍ ଏତେ ଅଧା ରାସ୍ତାରେ ଛାଡ଼ନା କହୁଛି, ନେଇକି ଚାଲ। ସେ ଡ୍ରାଇଭର ଜମାରୁ ଅଟୋ ଡ୍ରାଇଭର ମନା କରିଦେଲା, କହିଲା ନା ମୁଁ ତୁମକୁ ଜମାରୁ ବି ନେଇକି ଯିବିନି। ମୁଁ ତୁମ ସହିତ ଥାନାରେ ପଶିନା, ମୋ ଗାଡ଼ିରେ ସହଜ କାଗଜପତ୍ର ଠିକ୍ ନାହିଁ, ମୁଁ ତୁମକୁ ନେଇକି ଯାଇପାରିବିନି, ତୁମେ ଏଇଠି ଓହ୍ଲା ହେବାର କହୁଛି ଓହ୍ଲାଅ। ଲେନା କିନ୍ତୁ ବହୁତ ଜୋରେ କାନ୍ଦି ବୋବେଇକି କହିଲା ଭାଇ ମୋର ଉପକାର ହେବ, ତୁମେ ନେଇକି ଚାଲ ଶୀଘ୍ର ପୋଲିସ୍ ଷ୍ଟେସନ୍। ହେଲେ ସେ ଡ୍ରାଇଭର ଟୋଟାଲ୍ ମନା କରିଦେଲା, ମୁଁ ନେଇକି ଯାଇପାରିନି। ହଠାତ୍ ସେ ଅଟୋ ଡ୍ରାଇଭର ଲେନାକୁ ଅଧା ରାସ୍ତାରେ ଓହ୍ଲେଇ ଦେଲା, ଆଉ ଅଟୋ ନେଇ ଚାଲିଗଲା। ଲେନା କୁଆଡ଼େ ଯିବ ବୋଲି ଭାବି ପାରୁନଥାଏ। ହଠାତ୍ ଜଙ୍ଗଲ ଭିତରକୁ ଲେନା ଧାଇଁଲା। ଦିବାକର ସେଇଠି ଗାଡ଼ି ଥୋଇ ଲେନା ପଛେ ପଛେ ପୁଣି ଜଙ୍ଗଲ ଭିତରକୁ ବି ଧାଇଁଲା। ଏ ଅଝାଝାଳ ଜଙ୍ଗଲ ଭିତରେ ଲେନା ଦିବାକରକୁ ରକ୍ଷା ପାଇବା ପାଇଁ ସଂଘର୍ଷ କରୁଥାଏ, ଆଉ ଯାଇକି ଗୋଟେ ଗଛ ଫାଙ୍କରେ ଲୁଚି ଯାଉଥାଏ। ଦିବାକର ତା ପଛେ ପଛେ ଛିଡ଼ା ହେଇଥାଏ। ତାପରେ ଏପଟେ ଲେନା ଆଉ ଗୋଟେ ରାସ୍ତାରେ ଆସି ଲୁଚି ଯାଉଥାଏ। ଦେଖିଲା ବେଳକୁ ଦିବାକର ପୁଣି ତା ମୁଣ୍ଡ ଉପରେ ଛିଡ଼ା ହୋଇଥାଏ। ଲେନା ସେଠି ଯାଇକି ଛପିକି ଲୁଚିଗଲା। ଲେନା ଦୌଡ଼ିକି ଗଲାବେଳେ ଦିବାକର ପୁଣି ତାକୁ ଦେଖିଦେଲା। ଏମିତି ହଉ ଜଙ୍ଗଲ ଭିତରେ ଦିବାକର ଲେନାର ସମୟ ଚାଲି ଯାଉଥାଏ, ହେଲେ ଦିବାକର ଲେନାକୁ ଧରି ପାରୁନଥାଏ। ଲେନା ଦେହରେ ଗୋଡ଼ରେ କଣ୍ଟା ପଡ଼ିଯିବାରୁ ଚିତ୍କାର କଲା। ହଠାତ୍ ଦିବାକର ତା ପଛରେ ଲକ୍ଷ୍ୟ ପଡ଼ିଲା, ଦେଖିଲା ଯେ ଲେନା ସେଇ ରାସ୍ତା ଦେଇ ଯାଉଛି। ଦିବାକର ତା ପଛେ ପଛେ ଧାଇଁଲା। ଲେନା ରାସ୍ତା ଉପରକୁ ଯିବା ପାଇଁ ରାସ୍ତା ଖୋଜୁଥିଲା, ହଠାତ୍ ରାସ୍ତା ଉପରକୁ ଚାଲିଗଲା। ଦିବାକର ବି ତା ପଛେ ପଛେ ଧାଉଁଥାଏ। ଶେଷରେ ଲେନା ଯାଇ ରାସ୍ତା ଉପରକୁ ପହଞ୍ଚିଗଲା। ଆଉ ଦେଖେ ତ ହଠାତ୍ ରାସ୍ତା ପୁରା ଶୂନଶାନ୍, କୁଆଡ଼େ ଯିବ ପାଇଁ ଭାବି ପାରୁନଥିଲା। ହଠାତ୍ ପୋଲିସ ଗାଡ଼ି ଯଶୋମନ୍ତ ନେଇକି ଆସୁଛି। ଆଉ ପୋଲିସ ଗାଡ଼ି ଦେଖି ଦିବାକର ଘୁଷୁରିକି ତଳକୁ ପଳେଇ ଆସିଲା। ତାପରେ ପୋଲିସ ଗାଡ଼ି ଲେନାକୁ ଦେଖି ରହିଗଲା। ଯଶୋମନ୍ତ କହିଲା ଲେନା ତୁ ଏଠି
ମୁଁ ତ ଲିନା କହିଲା ମୋର ଭୁଲ ହେଇଛି, ମୁଁ ତୁମ ଗୋଡ଼ ଧରୁଛି, ମୋତେ ବଞ୍ଚାଅ, ସେ ରାକ୍ଷସ ମୋତେ ମାରିଦେବ। ବସନ୍ତ କହିଲା କିଏ ମାରିଦେବ? ନା ହଁ ସେଇ ଦିବାକର ମୋତେ ମାରିଦେବ। ନା ଦିବାକର? ସିଏ କେମିତି ମାରିବ? ସେ ତ ତୋ ସ୍ୱାମୀ। ନା ସେଇ ଜ୍ୟୋତି ଭାଉଜକୁ ମାରିଛି। ବସନ୍ତ କହିଲା କ'ଣ ତୁ ଦେଖିଛୁ ଜ୍ୟୋତି ଭାଉଜ ମାରିବା? ନା ହଁ ମୁଁ ଦେଖିଛି, ମୋତେ ତୁମେ ଶୀଘ୍ର ଥାନାକୁ ନେଇ ଚାଲ। ତା ଯଶବନ୍ତ କହିଲା ହଉ ହଉ ଚା ତୁ ଗାଡ଼ିରେ ବସ ତାପରେ ଯିବା। ଯଶବନ୍ତ ଲିନାକୁ ନେଇ ଚାଲିଗଲା। ତାପରେ ଏପଟେ ହଠାତ୍ ଗୋଟେ ମାରୁତି ଗାଡ଼ି ଆସି ଲାଗିଗଲା। ଆଉ ଦିବାକର ସେଇ ଗାଡ଼ିରେ ବସିକି ଚାଲି ଯାଉଛି। ଦିବାକର ଗୋଟେ ଝିଅର ଗାଡ଼ିରେ ବସି ଚାଲି ଆସୁଛି। ଦିବାକର ବାପା ମା' ପଇସା ଲୋଭରେ ଝିଅଟି ପାଇଁ ଦିବାକରକୁ ବାହା କରିବାକୁ ଚାହୁଁଛନ୍ତି, ଆଉ ଲିନାକୁ ଡିଭୋର୍ସ ଦେବାକୁ ଚାହୁଁଛନ୍ତି। ସେଇ ଲୋଭରେ ଦିବାକର ଏଇ ଝିଅକୁ ପଟେଇବାରେ ଲାଗିଛି। ସେ ଝିଅ କହିଲା ପୋଲିସ ଗାଡ଼ି ଯଦି ଧରୁନ ତାହେଲେ ଧଇଁ ସଇଁ କାହିଁ ହେଉଛ? କହିଲା ଆରେ ମୁଁ ସେମିତି କହୁଥିଲି ନା, ମୁଁ କାହିଁ ପୋଲିସ ଗାଡ଼ି, ମୁଁ କାହିଁ କ'ଣ କରିଛି କି? ପୁଣି ସେ କହିଲା ମିଛରେ ପୋଲିସ। ତା ଦିବାକର ଓ ତମେ ତାହେଲେ ମୋ ସାଙ୍ଗେ ମଜାକ କରୁଛ ନାହିଁ? ତାପରେ ହଠାତ୍ ଗାଡ଼ି ଆସି ଗୋଟେ ଜାଗାରେ ଲାଗିଗଲା। ତାର ହଠାତ୍ ଦିବାକର ହସିବାରେ ଲାଗିଲା। ସେ ଝିଅ କହିଲା ତମେ ଏତେ ହସୁଛ କ'ଣ ପାଇଁ? ନା ତୁମେ ଯେଉଁ ପୋଲିସ କଥା କହି ମୋତେ ଗପ କହୁଥିଲ ସେଇଥିପାଇଁ ମୋତେ ହସ ଲାଗିଲା। ତାପରେ ସେ ଝିଅଟି କହିଲା ମୁଁ ତମେ ସବୁ କିଛି ଜାଣିଛି, ତମେ ଜଣେ ବିବାହିତ ପୁରୁଷ, ତମ ନାଁରେ ଗୋଟେ ମର୍ଡ଼ର କେସ୍ ଚାଲିଛି, ତମ ବିଷୟରେ ମୁଁ ସବୁ କିଛି ଜାଣିଛି। ଦିବାକର ପୁରା ଆଶ୍ଚର୍ଯ୍ୟ କଲା। ତାପରେ ମନେ ହେଲା ତମେ ଏସବୁ ଏ ଝିଅ କେମିତି ଜାଣିଲା? ତମେ ଏସବୁ କେମିତି ଜାଣିଲ? କିଏ ତମେ? ସେ ଝିଅ କହିଲା ମୁଁ ଗୋଟେ ପାଗଳି ଝିଅ, ଗୋଟେ ଭଲ ପାଇବା ପାଗଳି। ଯାହାକୁ ଏତେ ସବୁ ଜାଣିଲା ପରେ ମୁଁ ତମକୁ ବାହା ହେବାକୁ ଚାହୁଁଛି, ଆଉ ମନେ ମନେ ତମକୁ ସ୍ୱାମୀ କରି ସାରିଛି। ଦିବାକର କହିଲା ଯାହା ହଉ ମୁଁ କେତେ ଭାଗ୍ୟବାନ ଲୋକ ଯେ ତୋ ଝିଅ ବୋଉ ଝିଅ ବାହା ନ ହୋଇକି ମୋତେ ସ୍ୱାମୀ ବୋଲି ଭାବି ସାରିଲାଣି, ଦେବତା ବୋଲି ପୂଜା କଲାଣି, ତାହେଲେ ମୋର ଆଉ କ'ଣ ଦରକାର? ଦିବାକର କହିଲା ତାହେଲେ ତୁମ ବିଷୟରେ ତ ଯଦି ସବୁ ଜାଣିଲ ତାହେଲେ ଆମ ଭିତରେ ଲୁଚାଛପା ଜିନିଷ ରହିବା କଥା ନୁହେଁ। ତ ମୁଁ କହୁଛି ଶୁଣ, ମୁଁ ଗୋଟେ ଝିଅକୁ ପୁରା ମନ ପ୍ରାଣ ଦେଇ ଭଲ ପାଉଥିଲି। ତୁମେ କହନା ଯେଉଁ ଝିଅକୁ ମୁଁ ଥରେ ଭଲ ପାଇଲି ସେ ଆଉ କାହାର ହେଲା ପରେ ମୁଁ କେବେ ସମ୍ଭାଳିକି ରହିପାରିବି? ତା ଛଡ଼ା ସେ ଝିଅକୁ ମୁଁ ଆଗେ ଭଲ ପାଉଥିଲି, ମୁଁ ଏମିତି ବି ଖୁନି ଆସାମୀ ନଥିଲି। ମୋ ପରିସ୍ଥିତି ମୋତେ ବାଧ୍ୟ କରିଛି ଏମିତି ସଜେଇ ହେବା ପାଇଁ, କାରଣ ସେ ଝିଅକୁ ମୁଁ ଜୀବନଠୁ ଭଲ ପାଉଥିଲି। ସିଏ ପଇସା ଲୋଭରେ ଆଉ ଜଣଙ୍କୁ ବାହା ହେଇଗଲା। ତ ସାଙ୍ଗମାନେ ଗଳା ବସିଯାଉଛି। ତ କୁହ ଏଠି କାହାର ଭୁଲ? ମୁଁ କ'ଣ କରିବି? ସେ ଝିଅକୁ ମନ ପ୍ରାଣ ଯଦି ଭଲ ପାଉଥିଲି ସେ କେବଳ ମୋର, ମୁଁ ସେଇ ଇଏ ନେଇ ତାହାର ନଣନ୍ଦକୁ ପଟେଇକି ବାହା ହେଲି। ଜ୍ୟୋତିର ଭଲ ପାଇବା ମୁଁ ଭାବିଲି ତାଙ୍କରି ଘରେ ବାହା ରହିଲେ ଜ୍ୟୋତି କାଳେ ମୋତେ ପସନ୍ଦ କରିବ, ପୁଣି ଆଉ ଥରେ ଆମେ ଦୁଇ ଜଣ ଏକାଠି ହେଇଯିବୁ। କିନ୍ତୁ ନା, ଜ୍ୟୋତି କହିଲା ମୁଁ ଯାହାକୁ ଥରେ ବାହାରିଲି ସେ ହିଁ ମୋ ସ୍ୱାମୀ। ଏସବୁ କଥା ଶୁଣି ଝିଅଟି ପୁରା ଆଶ୍ଚର୍ଯ୍ୟ ହେଇଯାଉଛି। ସତରେ ଝିଅ ତ ବାହା ହେବ ନା କିଛି ପ୍ଲାନ୍ କରି ତା ପାଖକୁ ଆସିଛି। ତାପରେ ଦିବାକର କହିଲା ଶୁଣ, ଏମିତି ପାଇଁ ମୁଁ ତା ନଣନ୍ଦ ବାହା ହେଇଛି, ଆଉ ତା ନଣନ୍ଦକୁ ଏବେ ଡିଭୋର୍ସ ଦେଇ ମୁଁ ତମକୁ ବାହା ହେବାକୁ ଚାହେଁ। ତାପରେ ଦିବାକର କହିଲା କୁହ ଏଇ ଜାଗାରେ ତମେ ଥିଲେ ତମେ କ'ଣ କରିଥାନ୍ତ? ତ ସେ ଝିଅ କହିଲା ସବୁ ଠିକ୍ ଯେ ତାହେଲେ ଏବେ କ'ଣ ହେବ? ତମେ କିଛି ଚିନ୍ତା କରିବା ଦରକାର ନାହିଁ, ମୁଁ ଜ୍ୟୋତିକି ମାରିଛି ବୋଲି କେହି ଜାଣନ୍ତି, ଖାଲି କେବଳ ଲିନା ଆଉ ତା ମା' ଜାଣିଛନ୍ତି। ସେ ଦୁଇ ଜଣଙ୍କୁ ରାସ୍ତାରେ ହଟେଇଦେଲେ ପୁରାପୁରି ଆମ ରାସ୍ତା ପୁରା କ୍ଲିଅର, ଆମକୁ ଆଉ ବାଧା ଦେବାକୁ କେହି ନଥିବେ। ଦିବାକର କହିଲା ଚାଲ ଏଠି ବସି କିଛି ଲାଭ ନାହିଁ। ତାପରେ ଦିବାକର କହିଲା ଆଜି ସିନା ସେ ମୋ ହାତରୁ ଖସିଗଲା, ଆଉ ତମେ ଥରେ ସପୋର୍ଟ କରିବ ନା? ତାହେଲେ ଦେଖିବ
ମୁଁ ତାର କ'ଣ ଅବସ୍ଥା କରୁଛି ଏଥର କୁହ। ତ ମୋ ଭାଇ ରହିବ ନା ଖୁନିଆ ସ୍ୱାମୀ କହି ମୋ ପାଖରୁ ଦୂରେଇ ଯିବ। ତାପରେ ସେ ଝିଅଟି କହିଲା ମୁଁ ସିନା ଦୂରେଇ ଯିବି ହେଲେ ମୋ ହୃଦୟ ମୋ ଆତ୍ମା କ'ଣ ତୁମଠୁ ଦୂରେଇ ଯାଇପାରିବ। ଦିବା କହିଲା ଆତ୍ମା ଯାହା ହଉ ତୁମେ ମୋତେ ସତରେ ଏତେ ବି ଭଲ ପାଅ। ମୋ ଧନଟା କହି ତାକୁ ଗେଲ କରି ପକାଉଥାଏ। ଦିବା କହିଲା ହଉ ଚାଲ ଆମେ ଗୋଟେ କଫି ସପ୍ରେ ବସି କଫି ପିଇ ଏନ୍ଜୟ କରିବା ଆଉ କଥାବାର୍ତ୍ତା ହେବା। ତାପରେ ଦିବାକର ସେ ଝିଅକୁ ନେଇ ଡାକି ବସଉଛି ଡ୍ରାଇଭର ଗାଡ଼ି ଆଣେ। ତାପରେ ଡ୍ରାଇଭର ଗାଡ଼ି ଆଣିକି ଆସିଲା। ତାପରେ ଦୁଇ ଜଣ ଯାକ ଗୋଟେ ଗାଡ଼ିରେ ବସି ଯାଉଛନ୍ତି ହେରି। ତାପରେ ଏପଟେ ତୁଳସୀ ମନ୍ଦିରକୁ ପୂଜା ସାରି ଫେରୁଛି। ଫେରିବା ସମୟରେ ହଠାତ୍ ବାସନ୍ତୀ ସହିତ ତାର ଦେଖା ହେଉଛି। ବାସନ୍ତୀ କହିଲା ତୁଳସୀ ମୋ ଆଖି ଆଜି ପବିତ୍ର ଘରରେ ଶୁଣ। ତୁଳସୀ ନ ଶୁଣିଲା ଭଳିଆ ବାସନ୍ତୀ ପାଖରୁ ଦୂରେଇ ଗଲା। ବାସନ୍ତୀ କହିଲା ତୁ ମୋତେ ଦେଖିକି ଦୂରେଇ ଯାଉଛୁ କ'ଣ ପାଇଁ। ତାପରେ ବାସନ୍ତୀ କହିଲା ତୁ ମୁଁ ତୋତେ ଗୋଟେ କଥା କହିବାକୁ ଅଛି ତୋର ନିହାତି ଜାଣିବା ଦରକାର। ତା ଛଡ଼ା ତୁ ସବୁଦିନ ମନ୍ଦିର ଆସୁ ବୋଲି ସବୁଦିନ ଭେଟ ପଡ଼ୁନଥିଲା ଆଜି କିନ୍ତୁ ତୋ ସହିତ ମୋର ଦେଖା ହେଇଛି। ତୁ ଶୁଣୁ ତୁଳସୀ ପଲ୍ଲବୀ କହିଲା ତୋତେ ଗୋଟେ କଥା କହିବି ଯଦି ତୁ ଖରାପ ନ ଭାବିବୁ ଆଉ ପୁରା ନିରାଟ ସତ କଥା। ତୁଳସୀ କହିଲା କେଉଁ କଥା। ବାସନ୍ତୀ କହିଲା ମୁଁ ତୋତେ ସିନା ଭୁଲ ବୁଝୁଥିଲି ତୁ ଘର ଛାଡ଼ି ଆସିବା ପରେ ମୁଁ ଚିନ୍ତା କରେ ତୁ ମୋ ପାଇଁ କେତେ ମୋ ବିଷୟରେ କେତେ ଭାବୁଥିଲୁ କେତେ ଚିନ୍ତା କରୁଥିଲୁ। ମୁଁ ତୋତେ ଏବେ ଠିକ୍ ବୁଝିଛି। ତୁଳସୀ କହିଲା ଥାଉ ତୋ ମନରେ କେତେ କେତେ ଭଲ ପାଇବା କେତେ କ'ଣ ବିଷ ଅଛି ମୋତେ ସେଇଟା ଠିକ୍ ଭଲ ଭାବେ ଜଣା। ବାସନ୍ତୀ କହିଲା ତୁ ଭୁଲ ଭାବେ ଭଲ ହୋଇ ଖରାପ ଭାବେ। ତୋତେ ଗୋଟେ କଥା କହୁଛି ଶୁଣୁ ମୋର ମନ୍ଦିରକୁ ଆସିବା କାରଣ ପଲ୍ଲବୀ ଆସ୍ତେ ଆସ୍ତେ ତୋ ସ୍ୱାମୀର ଜାଗା ନେବାକୁ ବସିଲାଣି ଆଉ ତୁ ହୁଁଠି କିଛି ବି ଜାଣିପାରୁନୁ। ତୁଳସୀ କହିଲା ତୁ କ'ଣ କହିବାକୁ ଚାହୁଁଛୁ। ବାସନ୍ତୀ କହିଲା ହଁ ରାଜୁ ବାବୁ ଏବେ କେତେ ଦିନ ହେଲା କୁଆଡ଼େ ବାହାରକୁ ଯିବି ବୋଲି କହୁଥିଲେ ଆଉ ମୁଁ ଶୁଣୁଥିଲି ପଲ୍ଲବୀ କୁଆଡ଼େ ରାଜଗାଙ୍ଗପୁର ଯାଇଛି। ସେ ଦୁଇ ଜଣ ସାଙ୍ଗ ହୋଇ ଗୋଟେ ଜାଗାକୁ ଯାଇନାହାନ୍ତି ତ ସବୁ କଥା ମୋ ପେଟରେ କିଛି ରଖିପାରିଲିନି ଗୋଳି ଘାଣ୍ଟି ହେଲା ସେଥିପାଇଁ କହିଦେଲି। ଆଉ ହଁ ପଲ୍ଲବୀ ରାଜୁ ବାବୁ ସାଙ୍ଗରେ ଆମ ଘରକୁ ବି ଯାଇଥିଲା ଆଉ ଦୁହେଁ ଏବେ ଯେଉଁ ଭଳିଆ ମିଳାମିଶା କରୁଛନ୍ତି ତୁ କିଛି ଜାଣିପାରୁନୁ ତୁଳସୀ ମୁଁ ସବୁ ଆଖିରେ ଦେଖୁଛି। ମୁଁ ତ ଭଲ ପାଇଁ କହୁଛି ତୁ ପଲ୍ଲବୀଠୁ ଟିକେ ସାବଧାନରେ ରହ। ଦେଖ ସେ ତୋ ଭଉଣୀ ହେଇପାରେ ସତ କିନ୍ତୁ ଆଗ ସେ ତୋ ସଉତୁଣୀ ଥିଲା ଆଉ ସେ ପ୍ରାୟ ସମୟ ରାଜୁ ବାବୁ ସହ ସବୁ ବୁଲାବୁଲି କରୁଛି ଦେଖା ଚାହାଁ କରୁଛି ଦୁହେଁ ମିଶି ଖୁବ୍ ଜୋରରେ ଗପୁଛନ୍ତି। ଏମିତି କହି ବାସନ୍ତୀ ତୁଳସୀ ମୁଣ୍ଡରେ ଭୂତ ପୂରେଇଲା। ହେଲେ ତୁଳସୀ ଭାବିପାରୁନି ବାସନ୍ତୀ ସତ କହୁଛି କି ମିଛ କହୁଛି। ଏମିତି କହି ବାସନ୍ତୀ ଚାଲିଗଲା। ତୁଳସୀ ତୁଳସୀ ମନେ ମନେ ଭାବୁଛି ବାସନ୍ତୀ କ'ଣ ସତରେ କହୁଛି ନା ମୋ ଘର ସାରା ଭାଙ୍ଗିବାକୁ କେମିତି ପ୍ଲାନ୍ କରୁଛି।